ନଟାକୋଟା ପଞ୍ଚାୟତ ସ୍ଥିତ ଅମରଦା ରୋଡ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ 2001 ମସିହା ବ୍ୟାଚ୍ର ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ସିଦ୍ଧେଶ୍ୱର ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭବାନୀ ଶଙ୍କର ମଣ୍ଡଳଙ୍କ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାକ୍ତନ ଶିକ୍ଷକ ପଞ୍ଚାବନ ଦାସ ପ୍ରଦୀପ ପ୍ରଜ୍ୱଳନ କରି ବନ୍ଧୁ ମିଳନ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ପ୍ରାରମ୍ଭରେ ସ୍ୱର୍ଗତ ଦିବଂଗତ ଶିକ୍ଷକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଛାତ୍ରଛାତ୍ରୀମାନେ ଫୁଲ ଚନ୍ଦନ ଦେଇ ଗୁରୁଜୀଙ୍କୁ ବନ୍ଦାପନା କରିବା ପରେ ବିଧିବଦ୍ଧ ଭାବେ ସଭା କାର୍ଯ୍ୟଟିକୁ ଆରମ୍ଭ କରାଯାଇଥିଲା। ସୀତାକାନ୍ତ ଦାସ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରଥମେ ପୁରାତନ ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଉକ୍ତ ସଭାରେ ଛାତ୍ରଛାତ୍ରୀମାନେ ତାଙ୍କର ଅତୀତ ବର୍ତ୍ତମାନର ଅନୁଭୂତିକୁ ବ୍ୟକ୍ତ କରିଥିଲେ। ଶିକ୍ଷକମାନଙ୍କ ମଧ୍ୟରୁ ପ୍ରାକ୍ତନ ଶିକ୍ଷକ ପଞ୍ଚାନନ ଦାସ, ନିତ୍ୟାନନ୍ଦ ପ୍ରଧାନ, ପରୀକ୍ଷିତ ଦତ୍ତ, ବିନୟ କୁମାର ଧର, ଚୈତନ୍ୟ ସାହୁ, ଜୟନ୍ତୀ ଦତ୍ତ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଦେବା ସହ ତାଙ୍କର ଭବିଷ୍ୟତ ଉଜ୍ଜଳ ହେଉ ବୋଲି କାମନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶିକ୍ଷକମାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏହି ବ୍ୟାଚ୍ର ସମସ୍ତ ସହପାଠୀଙ୍କୁ ଏକତ୍ରିତ କରି ଏହି କାର୍ଯ୍ୟ ଆରମ୍ଭ କରିଥିବାରୁ ସହପାଠୀଙ୍କ ପକ୍ଷରୁ ସ୍ନେହଦେଶା ଲେଙ୍କାକୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ହେମନ୍ତ କୁମାର ଗିରି, ସବିତା ରାଣୀ ବେହେରା, ସୁମନା ମିତ୍ର, କମଳିନୀ ଗିରି, ସୁଜାତା ଗାନ୍ଧୀ, ସୁମିତ୍ରା ଭୂୟାଁ, ଭାରତୀ ମହାପାତ୍ର, ସୁମନା ମିତ୍ର, ସିଦ୍ଧାର୍ଥ ଶଙ୍କର ଗିରି, ମନୋଜ କୁମାର ଅଧିକାରୀ, ଅଞ୍ଜନ ସାହୁ, ଅଭିମନ୍ୟୁ ସାହୁ, ଅରୁଣ କୁମାର ଭୂୟାଁ, ପ୍ରଦୀପ କୁମାର ବେହେରା, ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନାର ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ 2001 ବ୍ୟାଚ୍ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶିରୀଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।